ତାଙ୍କୁ ଲାଜ ଲାଗିବା କଥା ବିଜେଡି ବାଲାଙ୍କୁ ଯେ ଟ୍ରୋଲ କରୁଛନ୍ତି ଲାଜ ଲାଗିବା କଥା ସେମାନେ କାହିଁ ଲାଜ ଲାଗିବ? ଏଇ ଯୋଉ 10 ଟଙ୍କିଆ ମୂଷା ବିଷ ଅଛି ତାକୁ ପିଇକି ମରିଯିବା କଥା ଏଥିପାଇଁ ଯେ ଜଗନ୍ନାଥଙ୍କୁ ସେମାନେ ଆପଣ ଦେଖୁଥିବେ ଜଗନ୍ନାଥଙ୍କୁ ମୁଁ କାଳେ ମୋ ବକ୍ତବ୍ୟରେ କଷ୍ଟ ଦେଇଦେଲି ପ୍ରଭୁ କେତେ ବଡ଼ କଥା ଏତେ ବଡ଼ ଅପବାଦ ତମେ କରୁଛ ମିଥ୍ୟା ଅପବାଦ ତମେ ଦଉଛ ମୁଁ ଖାଲି କହିଲି ଯେ ରତ୍ନ ଭଣ୍ଡାର ଚାବି ପାଣ୍ଡିଆନ ଦେଇକି ଯାଆନ୍ତୁ ଏଇ କଥା ଆଉ ଜଗନ୍ନାଥ କହିବୁ ପାଗଳ ନା କ'ଣ ଆମେ କହିବୁ ଜଗନ୍ନାଥଙ୍କ ବିରୁଦ୍ଧରେ ହଉ କୌଣସି କଥା ହଉ ଆଚ୍ଛା ପ୍ରଥମ କଥା ହେଉଛି ତମେ ଜଗନ୍ନାଥଙ୍କୁ ନେଇକିରି ଟ୍ରଲିରେ ଟାଣିଲ ମାଛ ଗାଡ଼ିରେ ଟାଣିଲ ସୋଲରେ ତିଆରି କରି ଟାଣିଲ ଜଗନ୍ନାଥଙ୍କୁ କତିରେ ଓଲଟେଇ ଦେଲ ଭିକ ମଗେଇଲ ଏସବୁ କାର୍ଯ୍ୟକ୍ରମ କଲ ନା ଆଚ୍ଛା ତାପରେ ତମେ ଜଗନ୍ନାଥଙ୍କ ପରିକ୍ରମା କରିକିରି କୋଟି କୋଟି ଟଙ୍କା କଲ ପ୍ରଭୁ ଜଗନ୍ନାଥ କାହିଁକି ନିଷ୍ଠୁର ହେଲେ ତମ ପ୍ରତି ତମକୁ କାହିଁକି ଶାସନ ଗାଦିକି ଆଣିଲେନି ସେଇଟାକୁ ସେ ବୁଝିବା କଥା ଏବଂ ଜଗନ୍ନାଥଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି ଆକ୍ଚୁଆଲି ସେଇମାନେ ବର୍ତ୍ତମାନ ଅନୁଶୀଳନ କରିବା କଥା ଯେ ଏତେ କଲା ପରେ ତମେ କହୁଛ ନା ଆମେ ଏସା କଲୁ ତେସା କଲୁ ତ ପ୍ରଭୁଙ୍କୁ 24 ବର୍ଷରେ ହଁ କାଳିଆ ଯୋଜନା ବି କରିଦେଲ କ'ଣ ହେଲା ତମର କ'ଣ ହେଲା ବୁଝିପାରିଲନି ପ୍ରକାରାନ୍ତରେ ଜଗନ୍ନାଥ ବିରକ୍ତ ହେଇକି ଥିଲେ ଏବଂ ଲାଷ୍ଟରେ ଜଗନ୍ନାଥ ମହାପ୍ରଭୁ ଯାହା ଖେଳ କରିବା କଥା କରିଦେଲେ ଏକଦମ ବିତାଡ଼ିତ କରିଦେଲେ ମୁଖ୍ୟମନ୍ତ୍ରୀ 24 ବର୍ଷର ମୁଖ୍ୟମନ୍ତ୍ରୀ ଗୋଟେ ଆସନରୁ ହାରିଲେ ଏବଂ ଆଉ ଗୋଟେ ଆସନ ଯୋଉ ଜିତିଲେ ଅତି କ'ଣ କହିବା ସେ କହୁଥିଲେ ଯେ ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କିନ୍ତୁ ହାରିଲେ ଗୋଟେ ଆସନରୁ ଆଉ ଗୋଟେ ଆସନରୁ ମାତ୍ର କ'ଣ 2-3 ହଜାର ଭୋଟରେ ଜିତିଲେ ୟାଠୁ ଆଉ ଲଜ୍ଜାକର କଥା କିଛି ଥାଇପାରେ ତେଣୁ ଜଗନ୍ନାଥ ନ ଚାହିଁଥିଲେ ଏସବୁ କିଛି ହେଇନଥିଲା।